এইটা হচ্ছে গোটাই স্বার্থপর দুনিয়া। এଠି ଯିଏ ଜଗନ୍ନାଥଙ୍କୁ ପୂଜା କରିଥାଏ ସେ ଭୋଗିଥାଏ କଠିନ ଯନ୍ତ୍ରଣା। ହେଲା ଜଗନ୍ନାଥ ସିନା ମତେ ଦୁଃଖ ଦେଇଛନ୍ତି ନହେଲେ କିଏ ପଚାରିବା। ହେଲେ ମୁଁ ଗୋଟିଏ କଥା ବୁଝିପାରୁନି, ମୋ ପୁଅ ଯୋଉ ଟୋକିଟାକୁ ନେଇ ଆସିଥିଲା ସେ କଣ ଧନ ସମ୍ପତ୍ତି ଆଣିବା କଥା ମୂଳରେ ତୁଣ୍ଡରେ ଭାବୁନି। ତାମାନେ ମୁଁ ଯୋଉ ଭିକାରୁଣି କି ସେଇ ଭିକାରୁଣି ନାଇଁ, ସେ ରଜା ଝିଅ ହେଉ କି ଫକୀର ଝିଅ ହେଉ ସିଧା ସିଧା କହିଦେବି ଯଦି ଧନରତ୍ନ ନେଇ ଆସିବ ତ ମୋ ଘରେ ରହିବ, ନହେଲେ ଏଠି କଣ ତା ବୋପା ଥୋଇ ଦେଇଛି ଦିନକୁ 2 ଥର ଗେଣ୍ଠା ମାରିବ। ବୋଉ ଆପଣ ଏଠି ବସୁଛନ୍ତି, ମୁଁ ତେବେ ଘର ଭିତରେ ଆପଣଙ୍କୁ କେତେ କହିଛି ଏଠି ବସି ବସି କଣ ଭାବୁଛନ୍ତି ବୋଉ? କଣ ଭାବୁଛନ୍ତି? ଆଲୋ ଭାବୁଛି ଖାଲକୁ ଯିବି ନା ଢେପକୁ ଯିବି, ନା ମଶାରୀକି ଯିବି, ସେଇ କଥା ବସେ ଭାବୁଥିଲି। କଣ ହେଇଛି ବୋଉ? ଆପଣଙ୍କୁ କିଏ କଣ କହିଛି ଯେ ଆପଣ ଏମିତି ଯୋଉ ଏତେ ରାଗରେ ତମକମ ହଉଛନ୍ତି ମୁଁ କିଛି ବୁଝିପାରୁନି। କୁହନ୍ତୁ ବୋଉ, ଆପଣଙ୍କ ପୁଅ ସିନା ଆପଣଙ୍କ କଥା ବୁଝିପାରିବିନି, ଅନ୍ତତଃ କିଏ ମୁଁ ତ ବୁଝିପାରିବି। କୁହନ୍ତୁ ବୋଉ, କଣ ହେଇଛି ଆପଣଙ୍କର? ଆଲୋ ବୁଝିବୁ, ଯେତେବେଳେ ତ ମୋ ପୁଅ ସାଙ୍ଗରେ ଆସିଥିଲୁ କେତେ ବଡ ବଡ କଥା କହୁଥିଲୁ, ମୁଁ ରଜାର ଝିଅ, ଆମର ଧନ ସମ୍ପତ୍ତିର ଅଭାବ ହବନି। ହେଲେ କାହିଁକି ସେ ସବୁ ଏଠି କଣ ତୋ ବୋପା ଥୋଇ ଦେଇଛି ଦିନକୁ 2 ଥର ଗେମ୍ଫା ମାରିବୁ କେମିତି? ଯାହା ପଚାରିବା କଥା ଯାହା କହିବା କଥା ଆପଣ ମତେ ପଚାର ମତେ କୁହନ୍ତୁ, କିନ୍ତୁ ମୋ ବାପାଙ୍କ ନା ଆପଣ ଥରେ ହେଲେ ଧରନ୍ତୁନି, ଥରେ ବି ନୁହଁ। କାହିଁ ତୋ ବୋପାଟା କଣ ସ୍ୱର୍ଗର ଇନ୍ଦ୍ର ଯେ ତାକୁ ମୁଁ ଡରି ରହିବି? ତୋ ବୋପା କଣ ଦରକାର ପଡ଼ିଲେ ତୋତେ କହିବି 12 ବୋଲି ବଜ୍ରତୁଣୀ ବୋଲି। ମୁଁ ଆଜି ଠିକ୍ ବୁଝିପାରୁଛି, ଭଲ ଭାବରେ ଅନୁଭବ ବି କରିପାରୁଛି। କର୍ମ ଅନୁସାରେ ଭଗବାନ ଫଳ ଦିଅନ୍ତି, ଆଉ ଭଗବାନ ଆପଣଙ୍କୁ ଏମିତି ଫଳ ଦେଇଛନ୍ତି ଜାଣିଛନ୍ତି ସେଟା କଣ? ଆପଣଙ୍କୁ ଭଗବାନ ଜାଣି ଶୁଣି ବିଧବା ବେଶରେ ସଜେଇ ଦେଇଛନ୍ତି। ଭଗବାନ ଜାଣି ଶୁଣି ଦାଣ୍ଡ କରିଛନ୍ତି, ଆଜି ଦାଣ୍ଡ ପଡ଼ିଆନ୍ତେ। ମାରୁ ମାରୁ ମାରି ଦେବି କେତେ ଦଣ୍ଡ ଦେଖେଇ, ମାରୁ ମାରୁ ଆଲୋ କୋଉ ବୋପା ତାରା ଥିବ, କୋଉ ବୋପା ତାରା ଥିବ ପିଠିରେ ଗୋପି। ଆଲୋ ଧନ ତୋର ପିତା ମାତା ମୁଣ୍ଡେ ଦେଖିଲେ ଚିତା, ଧନ ତୋର ପିତା ଆଲୋ କେମିତି ଜନ୍ମ ଦେଇଛି ସେ କଥା ପାରୁନି ଭାବି, ମାରୁ ମାରୁ ଆଲୋ କାଳି କୋଉଟିଏ କହି ତୋ ବୋପା ଦେଲା ତ ନାହିଁ, କାଳି କୋଉଟିଏ ରଜ ଚିନ୍ତେ ମାରି ଦେବି ମୋ ଘରୁ ଦାଦା ପଳାଇ, ମାରୁ ମାରୁ ମାରି ଦେବି। ନାଇଁ ବୋଉ ନାଇଁ, ଆପଣ ମତେ ଯିବା କଥା ଆପଣ ମତେ କେବେ ବି କହୁଛନ୍ତି, পোড়া মুখ সরসরিটা করে বেড়ানো হলে সালা সালি
ସେତେବେଳେ ସେ ଡାକିଲିନି କିଲୋ ସେଠି କ'ଣ କରୁଥିଲୁ ଶୁଣେ ମା ଗଲୁ ମୁଁ କବାଟ କ'ଣ ସେ ଝାଡୁଟାକୁ ନେଇ ଆସିବ ଏ ମା ସେଇଟା ପୁଣି କ'ଣ କରିବ ସେଇଟା କ'ଣ ଯଦି ମୋତେ ମାରିଦେଲେ ଆପଣ ଧନ ସମ୍ପତ୍ତି ପାଇଯିବେ ଆପଣଙ୍କର ମନ ଯଦି ଶାନ୍ତି ହେଇଯିବ ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୁଁ ଆପଣଙ୍କୁ ଅନୁରୋଧ କରୁଛି ମାରିଦିଅନ୍ତୁ ମୋତେ ମାରିବି ନାୟକ ଦେଇ ଖଟରେ ବସେଇ ପୂଜା କରିବି ପୂଜା ଦେବା ଭାଇଲୋ କେତେ କଲୁ ଗଲୁଣି କିଲୋ ସେତେବେଳେ ସେଠି କ'ଣ କ'ଣ କହୁଥିଲୁ ଦାଣ୍ଡ ଭଗବାନ ମୋତେ ଦାଣ୍ଡ କରି କରିଛନ୍ତି ଏଇ ଦେଖ ଆଜି ଦାଣ୍ଡ ପଡ଼ିଆ ତାହେଲେ ଆପଣ ମୋତେ ମାରିବେ ହଁ ମାରିବି ନା କ'ଣ ରହିଯାଲୋ ନାନୀ ରହିଯା हेलो साला साली एकदम नानी का पूरा लड़ो तंडी रूप धारण कर आज कम ढकु पक्का उठी आछि ता कोन ए लाई उठी छि कि ना तू एबे देख बोमा तुम्हें कौन कांदुच नहीं मु कहीं कांदिबी मु कांदुनी बाबू नहीं बोमा ए तुम कथा काई मोर पळे विश्वास हो ए मो कांडेई राले तुमको कौन कहि नहीं कथा कोन कि बाबू काली राति रे मो गोटे खराब स्वप्न देखितली तो से स्वप्न को तो मोर मन पड़ी गला और सेहि भाई मां के देते मालूम नहीं बोमा तमा मत मिछ कहू आपनको मु अनुरोध करिबी रखिबे मामू हां को बोमा रखिबे हां को आपण शीघ्र मो मित्र पाखु जातो आ मो मित्र को कहबी आपण हाथ किछि धन संपत्ति दे देबे ता रहले से माने तंको झियो को जीवित अवस्था देखि परिबे अल्लाह दे होटल को देखि ठीक अछि बोमा तुम्हें जमारू कांदनी ए कांडे नाली मोर कोन करबो ए कोई गली आ आसीली बोमा आसीले मो कांडे नाली कथा बुझी ए रेसी गोटे घरे पाला कर आपण शीघ्र जातो मामू मम्मी तक निकट जातो ए बोमा सुन सुटा मो शेष कथा ए नानी सीधा सीधा ता बोपा को कहि दबो जदी धन रत्न में जे दब तो ए अलक्षणी झियार मुह चाहिबो बड़ा चुपी मारी ए नानी ए नानी ए नानी ए नानी ए नानी बड़ा मेरी तुम से नहीं आपण टिके शीघ्र जा ठीक अछि भमा तुम्हें जमारू कांदनी मोय गलिया आसी